ଆଜିର ଏହି ଗଭୀର ଆଲୋଚନାକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ମାନେ ଏଇଟା ଏମିତି ଏକ ବିଷୟ ଯାହା ପୁରା ରହସ୍ୟମୟ ଲାଗେ କିନ୍ତୁ ପ୍ରକୃତରେ ଏକଦମ ବାସ୍ତବବାଦୀ। ହଁ, ଆଉ ଆଜିର ଉତ୍ସଗୁଡ଼ିକ ବି ଖୁବ୍ ସ୍ୱତନ୍ତ୍ର। ଏକଦମ। ଆମେ ଆଜି ଯେଉଁ ତଥ୍ୟ ଉପରେ କଥା ହେବୁ ତାହା ହେଉଛି AUMCAR ମାର୍ଚ୍ଚ 2026 ଏବଂ ଟିମ୍ AUMCAR ଦ୍ୱାରା ଅନୁଦିତ ବେଦାନ୍ତ କେଶରୀ ଇଂରାଜୀରେ ସଂକଳିତ ତଥ୍ୟ। ଏହି ଲେଖାଗୁଡ଼ିକରେ ଗୋଟେ ବହୁତ ସ୍ପଷ୍ଟ ବାର୍ତ୍ତା ଅଛି। ଆଉ ଆମର ଆଜିର ମିଶନ ବା ଉଦ୍ଦେଶ୍ୟ ବି ସେଇଆ। ସ୍ୱାମୀ ବିବେକାନନ୍ଦଙ୍କର ଏହି ପ୍ରାୟୋଗିକ ବେଦାନ୍ତ ବା ପ୍ରାକ୍ଟିକାଲ ବେଦାନ୍ତ ଆମର ଏହି ବ୍ୟସ୍ତବହୁଳ ଟେନସନ ଭରା ସହରୀ ଜୀବନରେ କେମିତି ସିଧାସଳଖ ପ୍ରୟୋଗ ହୋଇପାରିବ। ଠିକ୍ ଅଛି, ଆସନ୍ତୁ ଏହାକୁ ଟିକେ ଖୋଲିକରି ବୁଝିବା। ନିଶ୍ଚିତ। ମୁଁ ଯେତେବେଳେ ପଢ଼ୁଥିଲି କଥାଟି ଆରମ୍ଭ ହେଉଛି 1896 ମସିହା ନଭେମ୍ବର ମାସରୁ। ସ୍ୱାମୀ ବିବେକାନନ୍ଦ ଲଣ୍ଡନରେ ଠିଆ ହୋଇ ବେଦାନ୍ତ ଉପରେ ଏହି ବକ୍ତୃତାମାଳା ଦେଉଥିଲେ। ମାନେ ଲଣ୍ଡନରେ। ହଁ, ଲଣ୍ଡନ। ଆଉ ତାହା ପୁଣି 1896 ମସିହାରେ। ଏହାର ପୃଷ୍ଠଭୂମିକୁ ଟିକେ ବୁଝିବା ଆମ ପାଇଁ ବହୁତ ଜରୁରୀ। ଆଚ୍ଛା, କାହିଁକି? କାରଣ ଆମେ ସାଧାରଣତଃ ବେଦାନ୍ତ ଶବ୍ଦ ଶୁଣିଲେ କଣ ଭାବୁ? ସେ ହିମାଳୟର ବରଫ ପାହାଡ଼, ଗୁମ୍ଫା ଭିତରେ ବସିଥିବା କୌଣସି ଶାନ୍ତ ସନ୍ନ୍ୟାସୀ। ବିଲକୁଲ। ଶହ ଶହ ବର୍ଷ ଧରି ଲୋକଙ୍କର ଏହି ଗୋଟିଏ ଧାରଣା ଥିଲା। ଏହା କେବଳ ଜଙ୍ଗଲ କିମ୍ବା ଏକାନ୍ତବାସ ପାଇଁ। କିନ୍ତୁ 1896 ମସିହାର ଲଣ୍ଡନ କଥା ଟିକେ ଭାବନ୍ତୁ ତ। ସେତେବେଳେ ତ ତାହା ଶିଳ୍ପ ବିପ୍ଳବ ବା ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନର କେନ୍ଦ୍ର ଥିଲା। ଏକଦମ ଠିକ୍। କଳକାରଖାନାର ପ୍ରବଳ ଶବ୍ଦ, ଆକାଶରେ ଫ୍ୟାକ୍ଟ୍ରିର ଧୂଆଁ, ରାସ୍ତାରେ ଟ୍ରାଫିକ୍, ଆଉ ଟଙ୍କା ରୋଜଗାର କରିବାର ଏକ ଅଦ୍ଭୁତ ନିଶା। ମାନେ ଅତ୍ୟଧିକ ବ୍ୟସ୍ତତାରେ ପରିପୂର୍ଣ୍ଣ ଏକ ବୃହତ ସହର। ଯେମିତି ଆଜିର ଆମ ସହରଗୁଡ଼ିକ ପୁରା କୋଳାହଳ। ହଁ, ଆଉ ସେଇଠି ସେଇ ବ୍ୟସ୍ତ ରାସ୍ତା ମଝିରେ ଠିଆ ହୋଇ ବିବେକାନନ୍ଦ ବାର୍ତ୍ତା ଦେଉଥିଲେ। ସେ ସ୍ପଷ୍ଟ କରୁଥିଲେ ଯେ ବେଦାନ୍ତର ପ୍ରକୃତ ପରୀକ୍ଷା କୌଣସି ଶାନ୍ତ ଜଙ୍ଗଲରେ ନୁହେଁ। ତାହେଲେ କେଉଁଠି? ଏହି ଫ୍ୟାକ୍ଟ୍ରିରେ, ଏହି ଅଫିସ ଭିତରେ, ଆଉ ଏହି କୋଳାହଳ ମଝିରେ। ଯଦି ଗୋଟିଏ ଦର୍ଶନ ଆପଣଙ୍କୁ ଆପଣଙ୍କ କର୍ମକ୍ଷେତ୍ରରେ ମାନେ ଆପଣଙ୍କ ଟେବୁଲ ପାଖରେ ଶାନ୍ତି ଏବଂ ଶକ୍ତି ଦେଇପାରୁନାହିଁ, ତାହେଲେ ତାର କିଛି ମୂଲ୍ୟ ହିଁ ନାହିଁ। ସମ୍ପୂର୍ଣ୍ଣ ସତ କଥା। ମାନେ ସେ ଏତେ ବଡ଼ ଫିଲୋସଫିକୁ ସିଧାସଳଖ ଆମର ବାସ୍ତବ ଦୁନିଆର ମାଟି ଉପରକୁ ଓହ୍ଲାଇ ଆଣିଲେ। କିନ୍ତୁ ଏଇଠି ମୋ ମନରେ ଗୋଟିଏ ବଡ଼ ପ୍ରଶ୍ନ ଉଠୁଛି। ହଁ, କୁହନ୍ତୁ। ଏଇ ଉତ୍ସଗୁଡ଼ିକରେ ଆମେ ବାରମ୍ବାର ଗୋଟିଏ କଥା ଦେଖୁଛୁ, ବେଦାନ୍ତର ମୂଳ ତତ୍ତ୍ୱ ଥାଉ ଆଟ୍ ଦ୍ୟାଟ୍ ବା ତତ୍ତ୍ୱମ୍ ଅସି। ହଁ, ଯାହାର ସରଳ ଅର୍ଥ ହେଉଛି ତୁମେ ହିଁ ଦିବ୍ୟ, ଆମେ ସମସ୍ତେ ଦିବ୍ୟ। ଠିକ୍। ଆମ ଭିତରେ ହିଁ ଭଗବାନ ଅଛନ୍ତି। ଆଉ ଆତ୍ମାର କୌଣସି ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ଏଗୁଡ଼ିକ ଖାଲି ଅନ୍ଧବିଶ୍ୱାସ। ଏବେ ମୁଁ ଯଦି ଜଣେ ସାଧାରଣ ଲୋକ ହିସାବରେ ଭାବେ, ଏସବୁ ଶୁଣିବାକୁ ତ ବହୁତ ଭଲ ଲାଗୁଛି, ଆଧ୍ୟାତ୍ମିକ ଲାଗୁଛି, କିନ୍ତୁ ପ୍ରାକ୍ଟିକାଲ କେମିତି ହବ ସେଇଆ ତ? ହଁ, ଭାବନ୍ତୁ, ସୋମବାର ସକାଳ ମୁଁ ଅଫିସ ଯିବାକୁ ବାହାରୁଛି। ମୋ ମୁଣ୍ଡରେ ଟେନସନ୍ ଯେ ଆଜି ମୋ ବସ୍ ମୋତେ ଟାର୍ଗେଟ୍ ଆଚିଭ୍ ନ ହେବା ନେଇ ଶୁଣାଇବେ। ସେତେବେଳେ ଯଦି ମୁଁ ମନକୁ ମନ କହିବି ମୋ ଆତ୍ମାର ତ ମୃତ୍ୟୁ ନାହିଁ, ତାଦ୍ୱାରା କ'ଣ ମୋର ଟେନସନ୍ ଦୂର ହୋଇଯିବ? ଏହା କ'ଣ ଖାଲି ମନକୁ ବୋଧ ଦେବାର ଗୋଟେ ବାଟ ନୁହେଁ କି? ଏଠାରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ଏହା କେବଳ ମନକୁ ବୁଝାଇବା କଥା ଆଦୌ ନୁହେଁ। ଏହା ହେଉଛି ଆମର ପୁରା ମାଇଣ୍ଡସେଟ୍କୁ ବଦଳାଇ ଦେବାର କଥା। ଆଚ୍ଛା, କେମିତି? ବେଦାନ୍ତର ଦୃଷ୍ଟିକୋଣ ଏଠାରେ ବହୁତ ସାହସିକ। ଆପଣ ଲେଖାରେ ପଢ଼ିଥିବେ ସେଠାରେ ନାସ୍ତିକତା ବା ଆଥେଇଜିମ୍ର ସଂଜ୍ଞାକୁ କିପରି ସମ୍ପୂର୍ଣ୍ଣ ବଦଳାଇ ଦିଆଯାଇଛି। ହଁ, ସେଇଟା ମୋତେ ଟିକେ ମୁମା ଲାଗିଲା। ସାଧାରଣତଃ ପୁରୁଣା ଧର୍ମଗୁଡ଼ିକ ତ କହନ୍ତି ଯେଉଁ ଲୋକ ଉପରେ ଥିବା କୌଣସି ଭଗବାନଙ୍କୁ ବିଶ୍ୱାସ କରେ ନାହିଁ ସିଏ ହେଉଛି ନାସ୍ତିକ। ଠିକ୍, କିନ୍ତୁ ବେଦାନ୍ତ କହୁଛି ଯେଉଁ ବ୍ୟକ୍ତି ନିଜ ଉପରେ ବିଶ୍ୱାସ କରେ ନାହିଁ ସେ ହିଁ ପ୍ରକୃତ ନାସ୍ତିକ। ମାନେ ନିଜ ଉପରେ ଅବିଶ୍ୱାସ କରିବା ହିଁ ନାସ୍ତିକତା। ଏକଦମ। ଯେତେବେଳେ ଆପଣ କହୁଛନ୍ତି ମୋତେ ଭୟ ଲାଗୁଛି କିମ୍ବା ମୁଁ ଏଇ ଟାର୍ଗେଟ ପୂରଣ କରିପାରିବିନି, ଆପଣ ପ୍ରକୃତରେ କ'ଣ କରୁଛନ୍ତି? ଆପଣ ନିଜ ଭିତରେ ଥିବା ସେହି ଅସୀମ ଶକ୍ତିକୁ, ସେହି ଦିବ୍ୟତ୍ୱକୁ ଅସ୍ୱୀକାର କରୁଛନ୍ତି। ବସ୍ଙ୍କ ଗାଳି ଆପଣଙ୍କୁ ଭୟଭୀତ କରୁନାହିଁ। ତାହେଲେ ମୋତେ କିଏ ଡରାଉଛି? ଆପଣ ନିଜକୁ ଗୋଟେ ସୀମିତ କ୍ଷମତା ଥିବା ଦୁର୍ବଳ ଶରୀର ବୋଲି ଯୋଉ ମାନି ନେଇଛନ୍ତି ନା, ସେହି ଚିନ୍ତାଧାରା ହିଁ ଆପଣଙ୍କୁ ଭୟଭୀତ କରୁଛି। ଆପଣ ନିଜେ ନିଜ ଶକ୍ତି ଉପରେ ସୀମାରେଖା ଟାଣି ଦେଇଛନ୍ତି। ଏଇଠି ମୋର ଗୋଟିଏ ବହୁତ ସୁନ୍ଦର ଉଦାହରଣ ମନେ ପଡ଼ିଯାଉଛି, ଯାହା ଆମ ଉତ୍ସରେ ବି ଉଲ୍ଲେଖ ଅଛି। ଆଖିରେ ହାତ ରଖିବା କଥା। ହଁ, ସେଇଟା ଗୋଟେ ଚମତ୍କାର ରୂପକ। ସେଥିରେ ବୁଝାଯାଇଛି ଯେ ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ଆମ ଭିତରେ ରହିଛି। ଆମେ କେହି ବି ଦୁର୍ବଳ ନୁହଁ। କିନ୍ତୁ ସମସ୍ୟା ହେଉଛି ଆମେ ନିଜେ ଆମ ଆଖି ଉପରେ ହାତ ରଖିଦେଇଛୁ
ଆଉ ଚାରିଆଡେ ଖାଲି ଅନ୍ଧକାର ବୋଲି କାନ୍ଦୁଛୁ। ବିଲକୁଲ, ଆମେ ଯଦି ଟିକେ ସେହି ହାତ କାଢ଼ିଦେବା ତେବେ ଦେଖିବା ଯେ ଆଲୋକ ତ ସବୁବେଳେ ସେଇଠି ହିଁ ଥିଲା। କିନ୍ତୁ ଏ ହାତ ଆମ ଆଖି ଉପରକୁ ଆସିଲା କେମିତି? ଆମେ ନିଜେ ହିଁ ଆଣିଛୁ। ଏହାକୁ ଏକ ବୃହତ୍ତର ଦୃଷ୍ଟିକୋଣରୁ ଦେଖନ୍ତୁ। ବେଦାନ୍ତ କୌଣସି ପାପ ବା ସିନ୍କୁ ମାନେ ନାହିଁ। ଆଚ୍ଛା, ପାପ ବୋଲି କିଛି ନାହିଁ? ନା, ଏହା କେବଳ ତ୍ରୁଟି ବା ଏରରକୁ ମାନେ। ଆମେ ପ୍ରତିଦିନ ନିଜକୁ କହୁଛୁ ଆମେ ଦୁର୍ବଳ, ଆମେ ପାପୀ, ଆମ ଦ୍ୱାରା କିଛି ହୋଇପାରିବନି। ଏହିଭଳି ଚିନ୍ତା କରିବା ଦ୍ୱାରା ଆମେ ନିଜ ଆତ୍ମା ଉପରେ ହିପ୍ନୋଟିଜମ ବା ସମ୍ମୋହନର ଗୋଟିଏ ପରେ ଗୋଟିଏ ପରସ୍ତ ଚଢ଼ାଇ ଦେଉଛୁ। ନିଜକୁ ଦୁର୍ବଳ ଭାବିବା ହେଉଛି ସବୁଠାରୁ ବଡ଼ ତ୍ରୁଟି। ମାନେ ଆମେ ନିଜେ ନିଜକୁ ହିପ୍ନୋଟାଇଜ କରିଦେଇଛୁ, ଆଉ ସେହି ମିଥ୍ୟା ସମ୍ମୋହନରୁ ବାହାରିବା ହିଁ ବେଦାନ୍ତ। କିନ୍ତୁ ପୁଣି ସେଇ ଗୋଟିଏ ପ୍ରଶ୍ନ ଆସି ଠିଆ ହୁଏ। କି ପ୍ରଶ୍ନ? ତେବେ ଏସବୁର ଅର୍ଥ ପ୍ରକୃତରେ କ'ଣ? ଆଜିର ସମୟରେ, ମାନେ ଏହି କର୍ମବ୍ୟସ୍ତ ସହରୀ ଜୀବନରେ ଏହାର ପ୍ରୟୋଗ କେମିତି ହେବ? ଆପଣଙ୍କୁ କ'ଣ ଲାଗୁଛି ଅସୁବିଧା କେଉଁଠି? ଅସୁବିଧା ହେଉଛି ସମୟ। ଲୋକମାନେ ସକାଳେ ଉଠିଲେ ଅଫିସ କାମ, ଟ୍ରାଫିକ୍, ପରିବାର ପରିଚାଳନା, ପିଲାଙ୍କ ପାଠପଢ଼ା ଏସବୁରେ ଏତେ ବ୍ୟସ୍ତ ଯେ ସମସ୍ତଙ୍କର ଗୋଟିଏ ଅଭିଯୋଗ ଥାଏ, ମୋ ପାଖରେ ନିଶ୍ୱାସ ନେବାକୁ ସମୟ ନାହିଁ। ଯଦି ସମୟ ନାହିଁ, ତେବେ ସେ ଦାର୍ଶନିକ ଚିନ୍ତାଧାରା କେବେ ପ୍ରୟୋଗ କରିବ? ଏହାର ଖୁବ୍ ସୁନ୍ଦର ଉତ୍ତର ଆମ ସଂକଳିତ ତଥ୍ୟରେ ଅଛି। ସ୍ୱାମୀଜୀ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କର ଉଦାହରଣ ଦେଇ ଏହାର ବିଶ୍ଳେଷଣ କରିଛନ୍ତି। ଅର୍ଜୁନଙ୍କର ଯୁଦ୍ଧ ମଝିରେ? ହଁ, ଟିକେ ସେହି ଦୃଶ୍ୟକୁ କଳ୍ପନା କରନ୍ତୁ। ଅର୍ଜୁନ କୌଣସି ଏସି ଅଫିସ କିମ୍ବା ଶାନ୍ତ ଆଶ୍ରମରେ ବସିନଥିଲେ। ସେ ଏକ ବିରାଟ ସୈନ୍ୟବାହିନୀକୁ ପରିଚାଳନା କରୁଥିଲେ। ଚାରିଆଡ଼େ ଯୁଦ୍ଧର ଭୟଙ୍କର କୋଳାହଳ, ମୃତ୍ୟୁର ଚିତ୍କାର। ତାଙ୍କ ଉପରେ ଚାପର ମାତ୍ରା କେତେ ଥିବ ଭାବିଲେ? ବହୁତ ବେଶୀ। ସେଠି ତ ପ୍ରତି ମୁହୂର୍ତ୍ତରେ ଜୀବନ ଯିବାର ଭୟ ଥିଲା। ଏକଦମ। କିନ୍ତୁ ଯଦି ଅର୍ଜୁନ ସେଭଳି ଏକ ସଙ୍କଟାପନ୍ନ ଏବଂ କୋଳାହଳମୟ ସ୍ଥିତିରେ ଥାଇ ମଧ୍ୟ ଉଚ୍ଚତମ ଜୀବନ ଦର୍ଶନ ବିଷୟରେ ଆଲୋଚନା କରିପାରୁଥିଲେ, ଆଉ କେବଳ ଆଲୋଚନା ନୁହେଁ, ତାହାକୁ ସେହି ଯୁଦ୍ଧକ୍ଷେତ୍ରରେ ନିଜ ଜୀବନରେ ଲାଗୁ ମଧ୍ୟ କରିପାରୁଥିଲେ, ତେବେ ଆମ କଥା ଟିକେ ଭାବନ୍ତୁ। ମାନେ ଆମ ଜୀବନ ତୁଳନାତ୍ମକ ଭାବେ ବହୁତ ସହଜ ଆଉ ଆରାମଦାୟକ ଅଟେ। ଆମ ଉପରେ କେହି ଖଣ୍ଡା ଚଳାଉନାହାନ୍ତି। ବିଲକୁଲ। ଆମର ଏହି ସହଜ ଜୀବନରେ ଆମେ ନିଶ୍ଚିତ ରୂପେ ଏହା କରିପାରିବା। ଆମ ପାଖରେ ଆମ ଚିନ୍ତାଠାରୁ ଅଧିକ ସମୟ ଅଛି। ଆମେ କେବଳ ବ୍ୟସ୍ତତାରେ ଏକ ବାହାନା କରୁଛୁ। ନିଜକୁ ଦୁର୍ବଳ ଭାବିବାର ସେଇଟା ଆଉ ଗୋଟେ ଉପାୟ। ବାଃ, ଏଠାରେ ବିଷୟଟି ବହୁତ ରୋଚକ ହୋଇଯାଏ। ଆମେ ପ୍ରାୟତଃ ଆମର ବାସ୍ତବ ଜୀବନର ଅସୁବିଧା ଦେଖାଇ ଆମର ଆଦର୍ଶ ସହ ସାଲିସ କରିଦେଉ। କିନ୍ତୁ ସ୍ୱାମୀ ବିବେକାନନ୍ଦଙ୍କର ଗୋଟେ ସ୍ପଷ୍ଟ ଚେତାବନୀ ଅଛି ଏଥିରେ। ହଁ, ସେ କହିଛନ୍ତି ଯେ ଆମେ ଆମର ବାସ୍ତବ ଜୀବନ ସହ ଖାପ ଖୁଆଇବା ପାଇଁ କେବେ ବି ଆମର ଆଦର୍ଶକୁ ତଳକୁ ଖସାଇବା ଉଚିତ ନୁହେଁ। ମୋତେ ଏ ପ୍ରସଙ୍ଗରେ ସେହି ମାଂସାହାରର ଉଦାହରଣଟି ଖୁବ୍ ପ୍ରାସଙ୍ଗିକ ଲାଗିଲା। ଲୋକେ ଯେମିତି ପ୍ରାୟୋଗିକ ବା ପ୍ରାକ୍ଟିକାଲ ଶବ୍ଦର ଭୁଲ ବ୍ୟବହାର କରନ୍ତି। ଆପଣ ସେ ବିଷୟରେ ଟିକେ କହିବେ କି? ନିଶ୍ଚିତ। ଏହା ଏକ ଚମତ୍କାର ଉଦାହରଣ। ଧରନ୍ତୁ, ବେଦାନ୍ତର ଆଦର୍ଶ ହେଉଛି ଅହିଂସା ଏବଂ ସବୁ ଜୀବ ପ୍ରତି ଦୟା। ଏବେ ଯଦି ଜଣେ ବ୍ୟକ୍ତି ମାଂସ ଖାଉଛି, ତେବେ ସେ କ'ଣ କରିବା ଉଚିତ? ସେ ନିଜକୁ କେମିତି ଜଷ୍ଟିଫାଇ କରିବ? ପ୍ରକୃତ ସାହସ ହେଉଛି ଏହା ସ୍ୱୀକାର କରିବା ଯେ ହଁ, ଏହା ମୋର ଦୁର୍ବଳତା, ଏହା ଏକ ନିଷ୍ଠୁରତା, କିନ୍ତୁ ମୁଁ ଏବେ ବି ଏହାକୁ ଛାଡ଼ି ପାରୁନାହିଁ। ମାନେ ସତ ମାନିଯିବା? ହଁ, ମାତ୍ର ବାସ୍ତବରେ ଲୋକେ କ'ଣ କରନ୍ତି? ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ସେମାନେ ନୂଆ ନୂଆ ସିଦ୍ଧାନ୍ତ ବାହାର କରନ୍ତି। କହିବେ, ମଣିଷ ଶରୀର ପାଇଁ ଏହା ନିତାନ୍ତ ଦରକାର, ଜୀବଜଗତର ଭାରସାମ୍ୟ ପାଇଁ ଏହା ଜରୁରୀ। ମାନେ ନିଜ କାର୍ଯ୍ୟକୁ ଠିକ୍ ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତି। ଆଉ ତାକୁ ହିଁ ସେମାନେ ପ୍ରାକ୍ଟିକାଲ ହେବା ବୋଲି ନାମ ଦିଅନ୍ତି। ବିଲକୁଲ। ଆଦର୍ଶକୁ ଟାଣି ଆଣି ବାସ୍ତବତା ପାଖରେ ଥୋଇଦେବା। କିନ୍ତୁ ବିବେକାନନ୍ଦ କହୁଛନ୍ତି ଏହା ଅନୁଚିତ। ଆଦର୍ଶ ସବୁବେଳେ ଉଚ୍ଚରେ ରହିବା ଦରକାର। ବାସ୍ତବ ଜୀବନକୁ ଆଦର୍ଶ ସ୍ତରକୁ ଉନ୍ନୀତ କରିବାକୁ ଚେଷ୍ଟା କରିବା ଆବଶ୍ୟକ। ମିଥ୍ୟା ଜୀବନ ବା ସେହି ହିପ୍ନୋଟାଇଜ୍ ଜୀବନକୁ ଆମକୁ ତ୍ୟାଗ କରିବାକୁ ପଡ଼ିବ। ଏହା ତ ଏକଦମ ନିଜ ବିବେକ ସାମ୍ନାରେ ଦର୍ପଣ ରଖିବା ଭଳି କଥା। ଆଉ ଯେତେବେଳେ ଆମେ ଏହି ଉଚ୍ଚତମ ଆଦର୍ଶର କଥା କହୁଛୁ, ଆମର ଏହି ଲେଖାରେ ଏକତା ବା ୱାନନେସ୍ ଉପରେ ଗୋଟେ ବହୁତ ଶକ୍ତିଶାଳୀ ଭାଗ ଅଛି। ହଁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରେ ଯେ ପ୍ରକୃତରେ ଏକତା କାହାକୁ କୁହାଯାଏ। କାରଣ ବେଦାନ୍ତରେ କୌଣସି ଦ୍ୱୈତବାଦ ନାହିଁ। ଦ୍ୱୈତବାଦ ନାହିଁ ମାନେ ଆମେ ସମସ୍ତେ ଗୋଟିଏ। ଏଠାରେ ଦୁଇଟି ଅଲଗା ଜୀବନ କିମ୍ବା ଅଲଗା ଜଗତ ନାହିଁ ବୋଲି ତ? ଏକଦମ। ଯାହା ଅଛି ତାହା ଗୋଟିଏ ହିଁ ସତ୍ତା। କିନ୍ତୁ
ଏଥିରେ ଯେଉଁ ଆଶ୍ଚର୍ଯ୍ୟଜନକ ତଥ୍ୟଟି ଯୋଡ଼ାଯାଇଛି ତାହା ହେଲା ଏହି ଏକତା କେବଳ ମଣିଷମାନଙ୍କ ମଧ୍ୟରେ ସୀମିତ ନୁହେଁ, ଏହା ସମସ୍ତ ପ୍ରାଣୀଙ୍କ ପାଇଁ ପ୍ରଯୁଜ୍ୟ। ମାନେ ସେ ଉଦାହରଣଟି ଟିକେ ଦେଖନ୍ତୁ, ଗୋଟିଏ କ୍ଷୁଦ୍ର ଆମିବାଠାରୁ ଆରମ୍ଭ କରି ସର୍ବୋଚ୍ଚ ବୁଦ୍ଧିମାନ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ସମାନ। ହଁ, ଇଏ ପୁରା ଆଶ୍ଚର୍ଯ୍ୟ କଲା ଭଳି କଥା ନୁହେଁ କି? ମାନେ ଆଖିକୁ ଦେଖାଯାଉନଥିବା ଗୋଟେ ଏକକୋଷୀ ଆମିବା ଆଉ ଜଣେ ମଣିଷ ଭିତରେ କଣ ସମାନତା ଥାଇପାରେ? ସେଇଆ ତ, ତାହା କେମିତି ସମ୍ଭବ? ଏହାର କାରଣ ହେଉଛି ପାର୍ଥକ୍ୟ କେବଳ ବିକାଶର ମାତ୍ରାରେ ଅଛି, ମାନେ ଡିଗ୍ରୀରେ ଅଛି, କିନ୍ତୁ ମୂଳ ପ୍ରକାରରେ କିମ୍ବା କାଇଣ୍ଡରେ କୌଣସି ପାର୍ଥକ୍ୟ ନାହିଁ। ଯେଉଁ ଜୀବନ ଶକ୍ତି ବା ଆତ୍ମା ସେହି ଆମିବା ଭିତରେ ସ୍ଫୁରିତ ହେଉଛି ତାହା ହିଁ ଆପଣଙ୍କ ଭିତରେ ଅଛି, କେବଳ ପ୍ରକାଶ କରିବାର ମାଧ୍ୟମଟି ମଣିଷ ପାଖରେ ଅଧିକ ବିକଶିତ। ଆଚ୍ଛା, ତେଣୁ ଆମେ ଯେଉଁ ଅହଙ୍କାର କରୁ ଯେ ଆମେ ମଣିଷ, ଆମେ ଶ୍ରେଷ୍ଠ, ତାହା ସମ୍ପୂର୍ଣ୍ଣ ମୂଲ୍ୟହୀନ। ବିଲକୁଲ। ଆଉ ଏହି ପ୍ରସଙ୍ଗରେ ସ୍ୱାମୀ ବିବେକାନନ୍ଦଙ୍କର ଏକ ଅତ୍ୟନ୍ତ ଶକ୍ତିଶାଳୀ ଉକ୍ତି ଅଛି। ସେ କହିଛନ୍ତି, ଯଦି କୌଣସି ଈଶ୍ୱର ନିଜର ମଣିଷ ସନ୍ତାନଙ୍କ ପ୍ରତି ପକ୍ଷପାତିତା କରନ୍ତି ଏବଂ ପଶୁ ସନ୍ତାନଙ୍କ ପ୍ରତି ନିଷ୍ଠୁର ହୁଅନ୍ତି, ମାନେ ଯଦି ସେ ଭେଦଭାବ କରନ୍ତି, ହଁ, ତେବେ ସେ ଦେବତା ନୁହନ୍ତି, ବରଂ ଏକ ରାକ୍ଷସ ତୁଲ୍ୟ। ବାପରେ, ଏତେ କଡ଼ା କଥା। କାରଣ ଯଦି ସର୍ବତ୍ର ଏକତା ଅଛି, ତେବେ ଈଶ୍ୱରଙ୍କ ଆଖିରେ କ୍ଷୁଦ୍ର କୀଟଟିଏ ବି ଯାହା, ସର୍ବଶ୍ରେଷ୍ଠ ମଣିଷ ବି ସେୟା। ଏହି ଏକତାକୁ ବୁଝିବା ହିଁ ପ୍ରକୃତ ଆଧ୍ୟାତ୍ମିକତା। ପ୍ରକୃତରେ ଏହି ସମଗ୍ର ଆଲୋଚନାରୁ ଆମକୁ ବହୁତ କିଛି ଗଭୀର ଶିକ୍ଷା ମିଳୁଛି। ଯଦି ମୁଁ ଏହାକୁ ସଂକ୍ଷେପରେ କହିବି, ମୁଖ୍ୟ ଶିକ୍ଷାଗୁଡ଼ିକ ହେଲା, ପ୍ରଥମତଃ ନିଜ ଉପରେ ଅତୁଟ ବିଶ୍ୱାସ ରଖିବା, କାରଣ ତାହା ହିଁ ପ୍ରକୃତ ଆସ୍ତିକତା। ହୋ, ଠିକ୍। ଦ୍ୱିତୀୟରେ, ଆମର ଏହି ଆଧୁନିକ ଜୀବନର ବ୍ୟସ୍ତତା ମଧ୍ୟରେ ବି ଆଦର୍ଶକୁ ତଳକୁ ନ ଖସାଇ ବରଂ ନିଜ ଜୀବନକୁ ଉନ୍ନୀତ କରିବା। ଏବଂ ତୃତୀୟରେ, କେବଳ ମଣିଷ ନୁହେଁ, ସମସ୍ତ ଜୀବଙ୍କ ମଧ୍ୟରେ ଥିବା ସମାନତାକୁ ସ୍ୱୀକାର କରିବା। ଏକଦମ ଠିକ୍ ଭାବରେ ସାରାଂଶ ବାହାର କଲେ ଆପଣ। କିନ୍ତୁ ଶ୍ରୋତାମାନଙ୍କୁ ମୁଁ ଗୋଟିଏ କଥା ମନେ ପକାଇ ଦେବାକୁ ଚାହିଁବି। କ'ଣ? ଏହା କେବଳ ଜାଣିବା ପାଇଁ କିମ୍ବା ବୌଦ୍ଧିକ ଆଲୋଚନା ପାଇଁ କିଛି ତଥ୍ୟ ନୁହେଁ। ବେଦାନ୍ତର ଏହି ପ୍ରାକ୍ଟିକାଲ ଦିଗକୁ ବାସ୍ତବରେ ନିଜ ଆଖି ଆଗରୁ ସେହି ଭ୍ରମର ହାତ କାଢ଼ିଦେବାର ବାସ୍ତବିକ ପ୍ରୟାସ ଭାବେ ଗ୍ରହଣ କରିବାକୁ ପଡ଼ିବ। ପ୍ରତିଦିନର ପ୍ରୟାସ। ଖୁବ୍ ସୁନ୍ଦର କଥା। ଆଉ ଆଲୋଚନାକୁ ଶେଷ କରିବା ପୂର୍ବରୁ ମୁଁ ଏଠି ଏକ ଗଭୀର ଚିନ୍ତା ଉଦ୍ରେକକାରୀ ପ୍ରଶ୍ନ ଛାଡ଼ି ଯାଉଛି। ଏହା ଆମର ତଥ୍ୟ ଉପରେ ଆଧାରିତ, କିନ୍ତୁ ଆମକୁ ଏକ ନୂଆ ଦିଗ ଦେଖାଉଛି। ହଁ, କୁହନ୍ତୁ। ଟିକେ ଭାବନ୍ତୁ ତ, ଯଦି ବେଦାନ୍ତ ଅନୁଯାୟୀ ସବୁଠାରୁ ବଡ଼ ପାପ କିମ୍ବା ତ୍ରୁଟି ହେଉଛି ନିଜକୁ ଦୁର୍ବଳ ଭାବିବା, ତେବେ ଆମେ ପ୍ରତିଦିନ ସାମ୍ନା କରୁଥିବା ଏହି ଆଧୁନିକ ସହରୀ ଜୀବନର ଚାପ, ଅଫିସର ଭୟ, ଟାର୍ଗେଟର ଟେନସନ୍ ଏବଂ ବ୍ୟସ୍ତତା, ଏସବୁ କ'ଣ କେବଳ ଆମ ନିଜ ଆଖି ଉପରେ ରଖିଥିବା ହାତର ଛାଇ ନୁହେଁ ତ? ବହୁତ ବଡ଼ ପ୍ରଶ୍ନ ଏଇଟା। ଆଉ ଯଦି ଆସନ୍ତାକାଲି ସକାଳେ, ମାନେ ଆମେ ଯେତେବେଳେ ଉଠିବା ଆଉ ବାସ୍ତବରେ ସେହି ହାତକୁ କାଢ଼ି ନେବାକୁ ଗୋଟେ ଦୃଢ଼ ନିଷ୍ପତ୍ତି ନେବା, ତେବେ ଆମର ଏହି କୋଳାହଳପୂର୍ଣ୍ଣ ସହରୀ ଦୁନିଆ ହଠାତ୍ କିପରି ଦେଖାଯିବ? ସେହି ଆଲୋକରେ ଟ୍ରାଫିକ୍, ଅଫିସ ଆଉ ଭିଡ଼ କେମିତି ଲାଗିବ? ଏହା ଉପରେ ନିଶ୍ଚୟ ଚିନ୍ତା କରନ୍ତୁ। ଆମର ଆଜିର ଏହି ଆଲୋଚନା ଏତିକିରେ ରଖୁଛୁ। ନମସ୍କାର।